যে বন্ধ ছাড়ে বিশেষ করে আমার অতি পুরাতন জায়গা মহোৎসব পড়িয়া বলে কুହାଉଛି এই রামনবমী উৎসব পরিপ্রেক্ষীরে আজি ଏ ଯେଉଁ ଆୟୋଜନ କରାଯାଇ ପିଲାମାନଙ୍କୁ ଖାଲି ନୁହେଁ ଏ ଅଞ୍ଚଳର ବିଶିଷ୍ଟ ନାଗରିକ ସମାଜସେବୀ ଶିକ୍ଷାବିତ ଯେଭଳି ଭାବରେ ସେମାନଙ୍କୁ ସମ୍ମାନିତ କରାଗଲା ବିଶେଷ ଭାବରେ ବଜରଙ୍ଗ ଦଳ ତରଫରୁ ବିଶ୍ୱ ହିନ୍ଦୁ ତରଫରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ କୃତଜ୍ଞତା ଜଣାଉଛି ଏବଂ ଆଶା କରୁଛି ଯେଉଁମାନେ ପାଇଲେ ସେମାନେ ଭବିଷ୍ୟତରେ ନିଶ୍ଚିତ ଭାବରେ ଏ ଆଜିକାର ଯେଉଁ ସମ୍ମାନ ଏ ସମ୍ମାନକୁ ବଜାଇ ରଖିବେ। କହିବାର ଉଦ୍ଦେଶ୍ୟ ହେଉଛି ଆମେ ରାମନବମୀ ପରିପ୍ରେକ୍ଷୀରେ ଏ ମହୋତ୍ସବ ଏଠି ଆୟୋଜନ କରିଛେ। ଆପଣ ଜାଣିଥିବେ ଅନୁଭବ ବି କରିଥିବେ ଶ୍ରୀରାମଙ୍କ ବିଷୟରେ ମୋର କହିବା ଦୁଷ୍ଟତା ହେବ, କାରଣ ମୋ ସମ୍ମୁଖରେ ଗୋବିନ୍ଦ ବାବୁଠୁ ଆରମ୍ଭ କରି ଜଗନ୍ନାଥ ବାବୁଠୁ ଆରମ୍ଭ କରି ଭାସ୍କର ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଅଛନ୍ତି, ପଞ୍ଚାନବ ଏଠି ଅଛନ୍ତି, ଯୁବକମାନେ ଏଠି ଅଛନ୍ତି ଯେ ତାଙ୍କ ବିଷୟରେ କହିବା ଅର୍ଥ ଯେ ପ୍ରତ୍ୟେକ କ୍ଷେତ୍ରରେ ଯଦି କିଛି ଉଦାହରଣ ଭଲ ଉଦାହରଣ ଦେବାକୁ ହୁଏ ଆମେ ଶ୍ରୀରାମ ମହାପ୍ରଭୁଙ୍କ ବାଣୀକୁ ଉଦ୍ଧାର କରିଥାଉ। ଆମେ ଯେତେବେଳେ ସେଇ ମହାପୁରୁଷ ଶ୍ରୀରାମଙ୍କ ବିଷୟରେ କିଛି କହିବା ତାଙ୍କ ବିଷୟରେ ଯିଏ ରଚନା କରିଛନ୍ତି ତାଙ୍କ ଜୀବନୀକୁ ଯିଏ ରଚନା କରିଛନ୍ତି ସେ ମହର୍ଷି ବାଲ୍ମୀକି ହୁଅନ୍ତୁ ବା ସନ୍ଥ ତୁଳସୀ ଦାସ ହୁଅନ୍ତୁ ବା ଶାରଳା ଦାସ ହୁଅନ୍ତୁ, ସେମାନଙ୍କୁ ମଧ୍ୟ ଆଜି ଆମେ ସ୍ମୃତିଚାରଣ କରିବା ଦରକାର ଏଇଥିପାଇଁ